କିଛି ନ କରିବାରେ କିଛି ତ କଥା ନାହିଁ। ଡାଏରୀ ମାନେ ତ ସିଧାସଳଖ କଥାଟିଏ, ମୋଟା ବହିଟିଏ, ପୃଷ୍ଠା ଥାଏ, ପୃଷ୍ଠା ପରେ ପୃଷ୍ଠା ଉଲ୍ଟିଲେ ଦିନ ପରେ ଦିନ ବଢ଼ିଯାଏ। ପ୍ରତ୍ୟେକ ଦିନର କଥା ତା ଭିତରେ ଲେଖା ହେଇଥାଏ, ସେ ହେଉଛି ଡାଏରୀ। ସେମିତି ପ୍ରତ୍ୟେକ ଦିନ କଥାକୁ ବ୍ୟାଖ୍ୟା କରାଯାଇଛି ଡାଏରୀ ଭିତରେ, ତେଣୁ ସେଥିପାଇଁ ନାଁ ଦିଆଯାଇଛି ଡାଏରୀ। ରଜରେ ଗୋଟେ ଭଲ ମଜା ମଜଲିସ୍ର କଥାଟିଏ ଆସିବା ଦରକାର ବୋଲି ଡାଏରୀ ନାମକ ସିନେମାଟି ଆସୁଛି। ଆଦ୍ୟଲକ୍ଷ୍ମୀ ପ୍ରଡକ୍ସନର ଅର୍ଧେନ୍ଦୁଙ୍କ ସିନେମା। ଅର୍ଧେନ୍ଦୁ ଏଥିରେ ହିରୋ ଅଛନ୍ତି, ପ୍ରଯୋଜନା ଦାୟିତ୍ୱରେ ମଧ୍ୟ ଅଛନ୍ତି, ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସୁଶାନ୍ତ ମଣି। ମୁଁ ଯେତିକି ଦିନ କାମ କରିଛି ମୋତେ ଭଲ ଲାଗିଲା। ହାଇଦ୍ରାବାଦରେ ପ୍ରାୟତଃ ସୁଟିଂ ହେଇଛି, ତେଣୁ ମୁଁ ବାହାରକୁ ଗୀତ କରିବା ପାଇଁ ବାହାରକୁ ଯାଇଛି ସମସ୍ତେ, ତେଣୁ ଭଲ ଜାଗା ଦେଖି ଲୋକେସନ୍ ଦେଖି କରାହେଇଛି। ମୋତେ ଭଲ ଲାଗିଛି ଲୋକେସନ୍, ପ୍ଲଟ୍, ମାନେ ଏଇ ଯେଉଁ କାହାଣୀ ଭିତରର କଥା ଗୁଡ଼ିକ ବେଶ ଭଲ ଲାଗିଛି। ଆଶା ବିଶ୍ୱାସ ସମସ୍ତଙ୍କୁ ଭଲ ଲାଗିବ, ରଜରେ ମଜା ଦେବ। ଇତିହାସ ତ ଆଜିକାଲି କଥା ପଡ଼ୁନାହିଁ, ତ ପ୍ରେମକୁ ନେଇକି ସଂସାର ଚାଲିଛି, ତ ସେଇ ପ୍ରେମର ଧାରାକୁ ୟା ଭିତରେ ବ୍ୟକ୍ତ କରାଯାଇଛି ଡାଏରୀରେ। କିଛି ନ କରିବାରେ କିଛି ତ କଥା ନାହିଁ। ଡାଏରୀ ମାନେ ତ ସିଧାସଳଖ କଥାଟିଏ, ମୋଟା ବହିଟିଏ, ପୃଷ୍ଠା ଥାଏ, ପୃଷ୍ଠା ପରେ ପୃଷ୍ଠା ଉଲ୍ଟିଲେ ଦିନ ପରେ ଦିନ ବଢ଼ିଯାଏ। ପ୍ରତ୍ୟେକ ଦିନର କଥା ତା ଭିତରେ ଲେଖା ହେଇଥାଏ, ସେ ହେଉଛି ଡାଏରୀ। ସେମିତି ପ୍ରତ୍ୟେକ ଦିନ କଥାକୁ ବ୍ୟାଖ୍ୟା କରାଯାଇଛି ଡାଏରୀ ଭିତରେ, ତେଣୁ ସେଥିପାଇଁ ନାଁ ଦିଆଯାଇଛି ଡାଏରୀ। ମୁଁ ତ ଲେଖେ ସବୁଦିନ, ଆଜି ବି ଡାଏରୀ ଲେଖୁଛି। କେଉଁଦିନ କ'ଣ ସୁଟିଂ ଅଛି କ'ଣ ନାହିଁ ତାକୁ ବି ଡାଏରୀରେ ଲେଖୁଛି। ତେଣୁ କେତେ ଆଉ ଫୋନ୍ ଭିତରେ ବ୍ୟବହାର କରିବା, ଡାଏରୀଟା ହିଁ ସବୁଦିନ ରହିଲା ଭଳିଆ କଥାଟେ, ପଳେଇବନି, ଅନ୍ତତଃ ରହିବ ପାଖରେ। ଭଲ ଲାଗିବ। ରଜରେ ଗୋଟେ ଭଲ ମଜା ମଜଲିସ୍ର କଥାଟିଏ ଆସିବା ଦରକାର ବୋଲି ଡାଏରୀ ନାମକ ସିନେମାଟି ଆସୁଛି। ଆଦ୍ୟଲକ୍ଷ୍ମୀ ପ୍ରଡକ୍ସନର ଅର୍ଧେନ୍ଦୁଙ୍କ ସିନେମା। ଅର୍ଧେନ୍ଦୁ ଏଥିରେ ହିରୋ ଅଛନ୍ତି, ପ୍ରଯୋଜନା ଦାୟିତ୍ୱରେ ମଧ୍ୟ ଅଛନ୍ତି, ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସୁଶାନ୍ତ ମଣି। ମୁଁ ଯେତିକି ଦିନ କାମ କରିଛି ମୋତେ ଭଲ ଲାଗିଲା। ହାଇଦ୍ରାବାଦରେ ପ୍ରାୟତଃ ସୁଟିଂ ହେଇଛି, ତେଣୁ ମୁଁ ବାହାରକୁ ଗୀତ କରିବା ପାଇଁ ବାହାରକୁ ଯାଇଛି ସମସ୍ତେ, ତେଣୁ ଭଲ ଜାଗା ଦେଖି ଲୋକେସନ୍ ଦେଖି କରାହେଇଛି। ମୋତେ ଭଲ ଲାଗିଛି ଲୋକେସନ୍, ପ୍ଲଟ୍, ମାନେ ଏଇ ଯେଉଁ କାହାଣୀ ଭିତରର କଥା ଗୁଡ଼ିକ ବେଶ ଭଲ ଲାଗିଛି। ଆଶା ବିଶ୍ୱାସ ସମସ୍ତଙ୍କୁ ଭଲ ଲାଗିବ, ରଜରେ ମଜା ଦେବ। ଇତିହାସ ତ ଆଜିକାଲି କଥା ପଡ଼ୁନାହିଁ, ତ ପ୍ରେମକୁ ନେଇକି ସଂସାର ଚାଲିଛି, ତ ସେଇ ପ୍ରେମର ଧାରାକୁ ୟା ଭିତରେ ବ୍ୟକ୍ତ କରାଯାଇଛି ଡାଏରୀରେ। କିଛି ନ କରିବାରେ କିଛି ତ କଥା ନାହିଁ। ଡାଏରୀ ମାନେ ତ ସିଧାସଳଖ କଥାଟିଏ, ମୋଟା ବହିଟିଏ, ପୃଷ୍ଠା ଥାଏ, ପୃଷ୍ଠା ପରେ ପୃଷ୍ଠା ଉଲ୍ଟିଲେ ଦିନ ପରେ ଦିନ ବଢ଼ିଯାଏ। ପ୍ରତ୍ୟେକ ଦିନର କଥା ତା ଭିତରେ ଲେଖା ହେଇଥାଏ, ସେ ହେଉଛି ଡାଏରୀ। ସେମିତି ପ୍ରତ୍ୟେକ ଦିନ କଥାକୁ ବ୍ୟାଖ୍ୟା କରାଯାଇଛି ଡାଏରୀ ଭିତରେ, ତେଣୁ ସେଥିପାଇଁ ନାଁ ଦିଆଯାଇଛି ଡାଏରୀ। ମୁଁ ତ ଲେଖେ ସବୁଦିନ, ଆଜି ବି ଡାଏରୀ ଲେଖୁଛି। କେଉଁଦିନ କ'ଣ ସୁଟିଂ ଅଛି କ'ଣ ନାହିଁ ତାକୁ ବି ଡାଏରୀରେ ଲେଖୁଛି, ତେଣୁ କେତେ ଆଉ ଫୋନ୍ ଭିତରେ ବ୍ୟବହାର କରିବା, ଡାଏରୀଟା ହିଁ ସବୁଦିନ ରହିଲା ଭଳିଆ କଥାଟେ, ପଳେଇବନି, ଅନ୍ତତଃ ରହିବ ପାଖରେ। ଭଲ ଲାଗିବ।